आज ହେଉଛି ପବିତ୍ର ବଡ଼ଓଷା। କାର୍ତ୍ତିକ ମାସର ବଡ଼ଓଷା ପର୍ବରେ ଚଳଚଞ୍ଚଳ ରହିଛି ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗର ବାବା ଧବଳେଶ୍ୱରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଆଜିର ଦିନରେ ଧବଳେଶ୍ୱରଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି। ଏହା ସହିତ ଶୈବ ପୀଠରେ ଚାଲିଥିବା ମେଳାର ମଜା ନେଉଛନ୍ତି ଶ୍ରଦ୍ଧାଳୁ। ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପର୍ବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ରୀତିନୀତି ପରମ୍ପରା ଅନୁଯାୟୀ ବାବାଙ୍କର ପୂଜାର୍ଚ୍ଚନା କରାଯାଉଛି। ଯେଉଁ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ଆଜିର ଦିନରେ ସେ ବାବାଙ୍କ ନିକଟରେ ଅଟକାଳି ଭୋଗ ଲାଗି କରିଥାନ୍ତି। ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ, ସିଷ୍ଟି ନ୍ୟୁଜ୍। ଯାତ୍ରୀ ସମାଗମ ହେଉଛନ୍ତି। ତେଣୁକରି ଯାତ୍ରା ଶାନ୍ତି ଶୃଙ୍ଖଳାରେ ଚାଲିଛି। ପ୍ରଭୁଙ୍କୁ ଦର୍ଶନ କରି ଯାତ୍ରୀମାନେ ଶାନ୍ତି ଶୃଙ୍ଖଳାରେ ଯାଉଛନ୍ତି। ଆଜି ଗଜଭୋଗ ହେଲା ପରେ ଅଟକାଳି ଭୋଗ ବର୍ତ୍ତମାନ ଯେଉଁ ଯାଚନା ଭୋଗ ବର୍ତ୍ତମାନ ପ୍ରଭୁଙ୍କର ଚାଲିଛି। ଯେଉଁମାନେ ମାନେ ଯାଚନା କରିଥାନ୍ତି ସେମାନେ ଅଟକାଳି ଭୋଗ କରି ଠାକୁରଙ୍କ ପାଖରେ ଭୋଗ ଲାଗି ଦର୍ଶନ କରି ଶାନ୍ତି ଶୃଙ୍ଖଳାରେ ଘରକୁ ଫେରନ୍ତି। ଏଠି କେତେବେଳେ ସବୁ ବର୍ଷ ଆଉଛ ନା ଏ ବର୍ଷ ନୂଆକିରି ଆଇଛ? ବର୍ଷ ଏଠି କ'ଣ ଦେଖୁଛ? ଏଠି କେତେ ଲୋକ ଦେଖୁଛ? ଏଠି କ'ଣ ଚାଲିଛି? ଏଠି ଠାକୁରଙ୍କୁ ଦର୍ଶନ କଲେଣି? କେତେବେଳେ କରିବ? ଆଉ କ'ଣ ହବ ଏଠି? ଆମେ ଉମା ଭାଇ କ୍ଷୀରି କରିବାକୁ ହଁ।